ପ୍ରଥମ ସାମୁଏଲ ଅଧ୍ୟାୟ 7। ଅନନ୍ତର କିରିୟତ୍ ଜିଆରିମୀୟ ଲୋକମାନେ ଆସି ସଦାପ୍ରଭୁଙ୍କ ସିନ୍ଦୁକ ନେଇଯାଇ ପର୍ବତସ୍ଥିତ ଅବିନାଦବର ଗୃହରେ ରଖିଲେ। ପୁଣି ସଦାପ୍ରଭୁଙ୍କ ସିନ୍ଦୁକ ରକ୍ଷାର୍ଥେ ତାହାର ପୁତ୍ର ଇଲିଆସରକୁ ପବିତ୍ର କଲେ। ସିନ୍ଦୁକ କିରିୟତ୍ ଜିଆରିମ୍ରେ ବାସ କରିବା ଦିନାବଧି ଦୀର୍ଘକାଳ ଅର୍ଥାତ୍ 20 ବର୍ଷ ଗତ ହେଲା। ଏଥିରେ ସମୁଦାୟ ଇସ୍ରାଏଲ ବଂଶ ସଦାପ୍ରଭୁଙ୍କ ପଶ୍ଚାତ୍ ବିଳାପ କଲେ। ତହିଁରେ ସାମୁଏଲ ସମୁଦାୟ ଇସ୍ରାଏଲ ବଂଶକୁ କହିଲେ, ଯେବେ ତୁମେମାନେ ସମସ୍ତ ଅନ୍ତଃକରଣ ସହିତ ସଦାପ୍ରଭୁଙ୍କ ପ୍ରତି ଫେରୁଅଛ, ତେବେ ଆପଣମାନଙ୍କ ମଧ୍ୟରୁ ବିଦେଶୀୟ ଦେବତାମାନଙ୍କୁ ଓ ଅଷ୍ଟାରଥ ଦେବୀଗଣଙ୍କୁ ଦୂର କର ଓ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କ ଅନ୍ତଃକରଣ ପ୍ରସ୍ତୁତ କର ଓ କେବଳ ତାହାଙ୍କୁ ସେବା କର। ତହିଁରେ ସେ ପଲେଷ୍ଟିଆମାନଙ୍କ ହସ୍ତରୁ ତୁମମାନଙ୍କୁ ଉଦ୍ଧାର କରିବେ। ତେବେ ଇସ୍ରାଏଲ ସନ୍ତାନଗଣ ବାଲ୍ ଦେବତାମାନଙ୍କୁ ଓ ଅଷ୍ଟାରଥ ଦେବୀଗଣକୁ ଦୂର କଲେ ଓ କେବଳ ସଦାପ୍ରଭୁଙ୍କୁ ସେବା କଲେ। ଅନନ୍ତର ସାମୁଏଲ କହିଲେ, ତୁମେମାନେ ସମୁଦାୟ ଇସ୍ରାଏଲକୁ ମିସ୍ପିରେ ଏକତ୍ର କର। ତହିଁରେ ମୁଁ ତୁମମାନଙ୍କ ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି। ତେଣୁ ସେମାନେ ମିସ୍ପିରେ ଏକତ୍ରିତ ହୋଇ ଜଳ କାଢ଼ିଲେ ଓ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ଢାଳି ସେହିଦିନ ଉପବାସ କରି ସେହିଠାରେ କହିଲେ, ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ପାପ କରିଅଛୁ। ଏ ଉତ୍ତାରେ ସାମୁଏଲ ମିସ୍ପିରେ ଇସ୍ରାଏଲ ସନ୍ତାନଗଣର ବିଚାର କଲେ। ଏଥିମଧ୍ୟରେ ଇସ୍ରାଏଲ ସନ୍ତାନଗଣ ମିସ୍ପିରେ ଏକତ୍ରିତ ହୋଇଅଛନ୍ତି। ପଲେଷ୍ଟିଆମାନେ ଏହି କଥା ଶୁଣନ୍ତେ ପଲେଷ୍ଟିଆମାନଙ୍କ ଅଧିପତିଗଣ ଇସ୍ରାଏଲ ବିରୁଦ୍ଧରେ ଉଠି ଆସିଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ତାହା ଶୁଣି ପଲେଷ୍ଟିଆମାନଙ୍କ ସମ୍ମୁଖରେ ଭୀତ ହେଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସାମୁଏଲକୁ କହିଲେ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱର ଯେପରି ଆମ୍ଭମାନଙ୍କୁ ପଲେଷ୍ଟିଆମାନଙ୍କ ହସ୍ତରୁ ରକ୍ଷା କରିବେ, ଏଥିପାଇଁ ତୁମ୍ଭେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ଛାମୁରେ କ୍ରନ୍ଦନ କରିବାରୁ ନିରସ୍ତ ନ ହୁଅ। ତହୁଁ ସାମୁଏଲ ଏକ ଦୁଗ୍ଧପୋଷ୍ୟ ମେଷବତ୍ସ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମୁଦାୟ ହୋମବଳି ଉତ୍ସର୍ଗ କଲେ। ଆଉ ସାମୁଏଲ ଇସ୍ରାଏଲ ପାଇଁ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କଲେ ଓ ସଦାପ୍ରଭୁ ତାଙ୍କୁ ଉତ୍ତର ଦେଲେ। ପୁଣି ସାମୁଏଲ ହୋମବଳି ଉତ୍ସର୍ଗ କରୁଥିବା ସମୟରେ ପଲେଷ୍ଟିଆମାନେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ନିକଟବର୍ତ୍ତୀ ହେଲେ। ମାତ୍ର ସଦାପ୍ରଭୁ ସେହିଦିନ ପଲେଷ୍ଟିଆମାନଙ୍କ ଉପରେ ମହାରବରେ ମେଘ ଗର୍ଜନ କରି ସେମାନଙ୍କୁ ବ୍ୟାକୁଳ କଲେ। ତହିଁରେ ସେମାନେ ଇସ୍ରାଏଲ ସମ୍ମୁଖରେ ପରାଜିତ ହେଲେ। ତେଣୁ ଇସ୍ରାଏଲ ଲୋକମାନେ ମିସ୍ପିରୁ ବାହାରି ପଲେଷ୍ଟିଆମାନଙ୍କ ପଛେ ପଛେ ଗୋଡ଼ାଇ ବଇତ୍କର ତଳ ପର୍ଯ୍ୟନ୍ତ ସେମାନଙ୍କୁ ଆଘାତ କଲେ। ତହିଁରେ ସାମୁଏଲ ଖଣ୍ଡେ ପଥର ନେଇ ମିସ୍ପି ଓ ସେନ୍ ମଧ୍ୟସ୍ଥାନରେ ସ୍ଥାପନ କରି ତହିଁର ନାମ ଏବନ ଏଜର ଉପକାର ସ୍ମରଣାର୍ଥକ ପ୍ରସ୍ତର ରଖି କହିଲେ, ଏ ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କର ଉପକାର କରିଅଛନ୍ତି। ଏହି ପ୍ରକାରେ ପଲେଷ୍ଟିଆମାନେ ବଶୀଭୂତ ହୋଇ ଇସ୍ରାଏଲର ଅଞ୍ଚଳ ମଧ୍ୟକୁ ଆଉ ଆସିଲେ ନାହିଁ। ପୁଣି ସାମୁଏଲଙ୍କର ଯାବଜୀବନ ସଦାପ୍ରଭୁଙ୍କ ହସ୍ତ ପଲେଷ୍ଟିଆମାନଙ୍କର ପ୍ରତିକୂଳ ହେଲା। ଆଉ ପଲେଷ୍ଟିଆମାନେ ଇସ୍ରାଏଲ ଠାରୁ ଯେ ସମସ୍ତ ନଗର ହରଣ କରିଥିଲେ, ଇକ୍ରୋନ ଠାରୁ ଗାଥ ପର୍ଯ୍ୟନ୍ତ ସେ ସମସ୍ତ ଇସ୍ରାଏଲକୁ ଫେରାଇ ଦିଆଗଲା। ପୁଣି ଇସ୍ରାଏଲ ପଲେଷ୍ଟିଆମାନଙ୍କ ହସ୍ତରୁ ତହିଁର ସୀମା ଉଦ୍ଧାର କଲେ। ଏ ଉତ୍ତାରେ ଇସ୍ରାଏଲ ଓ ଇମୋରୀୟମାନଙ୍କ ମଧ୍ୟରେ ସନ୍ଧି ହେଲା। ସାମୁଏଲ ଆପଣାର ଯାବଜୀବନ ଇସ୍ରାଏଲର ବିଚାର କଲେ। ସେ ପ୍ରତିବର୍ଷ ବୈଥଲ ଓ ଗିଲଗଲ ଓ ମିସ୍ପିରେ ଭ୍ରମଣ କରି ସେ ସବୁ ସ୍ଥାନରେ ଇସ୍ରାଏଲର ବିଚାର କରୁଥିଲେ। ପୁଣି ରାମାରେ ତାଙ୍କର ଗୃହ ଥିବାରୁ ସେଠାକୁ ସେ ଫେରି ଆସୁଥିଲେ ଓ ସେଠାରେ ଇସ୍ରାଏଲ ବଂଶର ବିଚାର କରୁଥିଲେ। ଆଉ ସେଠାରେ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଯଜ୍ଞବେଦୀ ନିର୍ମାଣ କରିଥିଲେ।